ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ନିଜକୁ ଜମା ଛୋଟ ବୋଲି ଭାବନି। ସନ୍ତାନ, ତୁମେ ଜାଣିଛ, ସଫା ପାଣିରେ କେବେ ମାଛମାନେ ଖେଳନ୍ତିନି। ଯେଉଁଠି ପାଣି ଗୋଳିଆ ଥାଏ, ସେଇଠି ମାଛମାନେ ରହିବାକୁ ବହୁତ ଭଲ ପାଆନ୍ତି। ଗୋଟେ ଭଲ ହୃଦୟର ମଣିଷ, ଗୋଟେ ନିଷ୍ପାପ ମଣିଷ ସବୁବେଳେ ଏକୁଟିଆ ହେଇଯାଏ ସନ୍ତାନ। ତା ସାଥିରେ କେହି ବି ନଥାନ୍ତି, କିନ୍ତୁ ଈଶ୍ୱର ସବୁବେଳେ ତା ଆତ୍ମାରେ ବାସ କରିଥାନ୍ତି ସନ୍ତାନ। ଯେଉଁ ମଣିଷ ସବୁବେଳେ ମିଛ କୁହେ, ସବୁବେଳେ ଅନ୍ୟର ଖରାପ ଚିନ୍ତା କରେ, ତାହାର ବହୁତ ସାଙ୍ଗ ଥାଆନ୍ତି ସନ୍ତାନ। ଆଉ ତାକୁ ସବୁବେଳେ ସାଙ୍ଗମାନେ ସପୋର୍ଟ ବି କରିଥାନ୍ତି। କିନ୍ତୁ ଗୋଟେ ଭଲ ହୃଦୟ ମଣିଷର କେହି ସାଙ୍ଗ ନଥାନ୍ତି, ବହୁତ କମ୍ ଥାଆନ୍ତି ସନ୍ତାନ। ତାଙ୍କ ସାଙ୍ଗରେ ସବୁବେଳେ ଈଶ୍ୱର ଥାଆନ୍ତି। ସନ୍ତାନ, ତୁମେ ଜମା ମନ କଷ୍ଟ କରନି। ତୁମେ ସତ୍ୟ ପଥରେ ଚାଲ। ଯଦି ସତ୍ୟ ପଥରେ ଚାଲିଲେ ତୁମକୁ ଶାନ୍ତି ଆଉ ସୁଖ ମିଳୁଛି, ତାହେଲେ ତୁମେ ସତ୍ୟ ପଥରେ ଚାଲ ସନ୍ତାନ। କାହିଁକି ନା ସତ୍ରେ ରହିଲେ ମଣିଷ ଜୀବନରେ କଷ୍ଟ ଆସିବ, କିନ୍ତୁ ସେ କଷ୍ଟକୁ ଈଶ୍ୱର ଦୂର କରିଦେବେ। ସବୁବେଳେ ଈଶ୍ୱର ସେ ମଣିଷ ସହିତ ଥିବେ ସନ୍ତାନ। ସେଥିଲାଗି ମନରେ ଜମାରୁ କିଛି କଥା ପୁରାଅନି। ମୋର କଷ୍ଟ ନିବାରଣ ମନ୍ତ୍ରକୁ ପାଠ କର। ତୁମେ ମଝିରେ ଠିକ୍ ଠାକ୍ ସବୁ କାମ କରୁଥିଲ। ମୋ ମନ୍ତ୍ର ପାଠ କରିବା ସାଙ୍ଗରେ ତୁମେ ସକାଳୁ ସ୍ନାନ ସାରି ତୁମର ସବୁ କାର୍ଯ୍ୟକୁ ଠିକ୍ ଭାବରେ କରୁଥିଲ। ଯେଉଁଥିପାଇଁ କି କିଛି ବିପଦ ଆସିବା ପୂର୍ବରୁ ତୁମ ଜୀବନରେ ସବୁ କିଛି ଠିକ୍ ହେଇଯାଇଥିଲା ସନ୍ତାନ। ପୁଣି ତୁମେ ଯଦି ଚାହୁଁଛ ସେ ବିପଦକୁ ନିଜର କରିବା ପାଇଁ, ତାହେଲେ ପୁଣି ଅଳସୁଆ ହେଇକି ଶୋଇକି ରୁହ ସନ୍ତାନ। ତୁମେ ନିଜକୁ ବଦଳେଇ ଦିଅ। ତୁମର କର୍ମକୁ ଠିକ୍ ଭାବରେ କର। ମୋର ସାଇ ସଚରିତ୍ରକୁ ଗୋଟେ ଲେଖା ଅଧ୍ୟାୟ ପାଠ କର। ଯେଉଁ କଥାକୁ ମନ ଭିତରେ ରଖିକି ଗୋଳି ଘାଣ୍ଟି ହେଉଛ ସନ୍ତାନ, ତୁମର କ'ଣ ତୁମ ବାବା ଉପରେ ବିଶ୍ୱାସ ଓ ଭରସା ନାହିଁ? ସେ ମଣିଷ ତୁମର କିଛି ବି କ୍ଷତି କରିପାରିବନି। ମୁଁ ତ ସବୁବେଳେ କହିଛି, ମୋ ସନ୍ତାନମାନଙ୍କୁ ଯିଏ କଷ୍ଟ ଦେବ, ସିଏ ପ୍ରଥମେ ମୋତେ ସାମ୍ନା କରିବ, ତାପରେ ଯାଇ ମୋ ସନ୍ତାନ ପାଖକୁ ଯିବ। ସେଥିଲାଗି ମନରେ କିଛି କଥା ଆଣନି ସନ୍ତାନ। ସେ ଚାହୁଁଛି ତୁମେ ଏ ଦୁନିଆରୁ ଚାଲିଯାଅ। ତୁମ ଜାଗା ସିଏ ନେଇକି ଖୁସିରେ ରହିବ। ତୁମେ କ'ଣ ସେଇଆ ଚାହୁଁଛ ସନ୍ତାନ? ସେଥିଲାଗି ନିଶ୍ଚିନ୍ତ ହୋଇକି ରୁହ। ସିଏ ତୁମର କିଛି ବି କ୍ଷତି କରିପାରିବନି। ମୁଁ ସବୁବେଳେ ଅଛି ସନ୍ତାନ। ସେ ଏକୁଟିଆ ନୁହଁ, ତା ପରିବାର ଲୋକ ସମସ୍ତେ ତା ସହିତ ମିଶିଛନ୍ତି। ମିଶିକି ଷଡ଼ଯନ୍ତ୍ର କରୁଛନ୍ତି ତୁମକୁ କଷ୍ଟ ଦେବା ପାଇଁ, ତୁମ ଖୁସିକୁ ତୁମ ପାଖରୁ ଛଡ଼େଇ ନେବା ପାଇଁ। ସିଏ ଭୁଲି ଯାଉଛନ୍ତି ଯେ ତୁମ ପାଖରେ ତୁମ ବାବା ଅଛନ୍ତି। ସିଏ ଭୁଲି ଯାଉଛନ୍ତି ସନ୍ତାନ। ସେଥିଲାଗି ସେ ଏମିତି ବାରମ୍ବାର ଭୁଲ କରିବାକୁ ଚେଷ୍ଟା କରୁଛନ୍ତି। ଏଥର ତାଙ୍କୁ ଆଉ କେହି ବଞ୍ଚେଇ ପାରିବେନି। ତାଙ୍କ ଜୀବନର ଶେଷ ସମୟ ଆସିଯାଇଛି ସନ୍ତାନ। ତୁମେ ଖୁସିରେ ରୁହ। ସେମାନଙ୍କ କଥା ମୁଁ ବୁଝିବି। ସାଇ ରାମ କୃଷ୍ଣ ହରେ।